ଆଜିର ଆମର କାର୍ଯ୍ୟକ୍ରମ ଥିଲା ଆଗାମୀ 24 ତାରିଖ ଦିନ ମଙ୍ଗଳବାର ସମ୍ବିଧାନ ସୁରକ୍ଷା ବିଷୟରେ କିଭଳି ଭାବରେ ଆମେ କାର୍ଯ୍ୟକ୍ରମ କରିବୁ ଏ ବିଷୟରେ ଆମର ପ୍ରସ୍ତୁତି ବୈଠକ ଥିଲା। ତା ସାଙ୍ଗକୁ ଏଇ ଯୋଉ ବର୍ତ୍ତମାନର କେନ୍ଦ୍ର ରାଜ୍ୟର ଡବଲ ଇଞ୍ଜିନ ସରକାର ଯେଉଁଭଳି ଭାବରେ ଜନସାଧାରଣଙ୍କୁ ପ୍ରତାରଣା କରିଛନ୍ତି ସେ ବିଷୟରେ ମଧ୍ୟ ଆପଣମାନଙ୍କ ଆଗରେ ମୁଁ ପ୍ରକାଶ କରିବାକୁ ଚାହେଁ। ଯୋଉ କଥା କି ସେମାନେ 1000 ପ୍ରତିଶ୍ରୁତି ଲୋକଙ୍କୁ ଦେଇଛନ୍ତି, କିନ୍ତୁ କୌଣସି କାର୍ଯ୍ୟକ୍ରମ ତାଙ୍କର ବା ଯୋଜନା କୋଉଠି ସଫଳ ହେଇନାହିଁ। ଅତୀତରେ ଯାହା ଯେତିକି ସବୁ କାର୍ଯ୍ୟ ହେଇଥିଲା ସେଇ କାର୍ଯ୍ୟକ୍ରମକୁ ମଧ୍ୟ ସେମାନେ ପୂର୍ଣ୍ଣାଙ୍ଗ କରିପାରି ନାହାନ୍ତି। ମହିଳାମାନଙ୍କୁ ସେମାନେ ଯୋଉ ସୁଭଦ୍ରା ଯୋଜନାରେ ଲୋଭ ଦେଖେଇଛନ୍ତି ସମସ୍ତଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଦେଇପାରି ନାହାନ୍ତି। ସେମାନେ ଲକ୍ଷ ଲକ୍ଷ କୋଟି କୋଟି ମହିଳାଙ୍କୁ ସୁବିଧା ଦେଇଛନ୍ତି ବୋଲି ଯୋଉ କଥା କହୁଛନ୍ତି ସେଟା ବାସ୍ତବ କ୍ଷେତ୍ରରେ ତାହା ନୁହଁ। ଏବଂ ଚାଷୀ ଯୋଉମାନେ ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ଆଣିକି ଲକ୍ଷ ଲକ୍ଷ ବସ୍ତା ଧାନ ମଣ୍ଡିରେ ବର୍ଷାରେ ସଢୁଛି ଗଜା ମାରୁଛି, ତାକୁ ମଧ୍ୟ ସରକାରଙ୍କର କୃଷି ବିଭାଗର କିଛି ନିଶା ହିଁ ନାହିଁ। এইଭଳି ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଉଭଳି ଭାବରେ ପ୍ରତାରଣା କରାହଉଛି, ସ୍କୁଲରେ ତାଙ୍କ ପାଇଁ ଯୋଉ ବ୍ୟବସ୍ଥା ହବା କଥା ସେ ମଧ୍ୟ ପୂର୍ଣ୍ଣାଙ୍ଗ ଭାବରେ କିଛି ବ୍ୟବସ୍ଥା ହେଇପାରି ନାହିଁ। ହଷ୍ଟେଲରେ ପିଲାମାନଙ୍କୁ ଯୋଉ ସୁବିଧା ମିଳିବା କଥା ତାହା ମିଳିପାରି ନାହିଁ। ଏବଂ ଆଇନ ଶୃଙ୍ଖଳା ଯୋଉଭଳି ଭାବରେ ବୁଷୁରିଛି ଆପଣମାନେ ସମସ୍ତେ ଜାଣିଛନ୍ତି। ଗାଁ ଗହଳିରେ ଏବଂ ବିଶେଷ କରି ମୟୂରଭଞ୍ଜରେ ଆଜି ଯୋଉଭଳି ଭାବରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ହଉଛି, ଅତୀତରେ ଏଭଳି ସଂଖ୍ୟା ବା ଏଭଳି ମାନେ 1% କହିଲେ ବହୁ, କିନ୍ତୁ ଏବେ ତାର 1% ଛାଡି 1000 ଗୁଣରେ ବଢିଲା ଭଳିଆ କାର୍ଯ୍ୟକ୍ରମ ଚାଲିଛି। ଆପଣ ମାନେ ଅଳ୍ପ ଦିନ ତଳେ ଦେଖିଥିବେ ତାଙ୍କର ଯୋଉ 2 ଜଣ ସ୍ୱାମୀ ସ୍ତ୍ରୀ ଭଳି ଯାଇଥିଲେ ଗୋପାଳପୁର, ସେମାନେ ଗୋଟେ ବୁଲିବା ପାଇଁ ସେଇ ଜାଗାରେ ତାଙ୍କ ପ୍ରତି ଯୋଉଭଳି ଭାବରେ ଅତ୍ୟାଚାର ହେଇଛି ତାକୁ ସେଠି ସୁରକ୍ଷା ଆଇନ କିଛି ଦେଇପାରିଲା ନାହିଁ। এইଭଳି କାର୍ଯ୍ୟକ୍ରମ ସାରା ରାଜ୍ୟରେ ଦେଶରେ ବିଭିନ୍ନ ଜାଗାରେ ଘଟି ଚାଲିଛି। ତାକୁ ଲୋକଙ୍କୁ ଯୋଉଭଳି ଭାବରେ ପ୍ରତାରଣା କରୁଛି, ତେଣୁ ଆପଣମାନଙ୍କ ମାଧ୍ୟମରେ ଆମେ ତାକୁ ଦୃଢ ବିରୋଧ କରୁଛୁ ଏବଂ ସରକାର ଏସବୁକୁ ପୁନର୍ବିଚାର କରି ତାର ବ୍ୟବସ୍ଥା କରନ୍ତୁ, ଆଇନ ଶୃଙ୍ଖଳାକୁ ଠିକ ବାଟରେ ଚଲାନ୍ତୁ ବୋଲି ଆପଣମାନଙ୍କ ମାଧ୍ୟମରେ ଆମେ ଅନୁରୋଧ କରୁ।